ସ୍ୱପ୍ନରେ କ'ଣ ଦେଖିଲେ ଶୁଭ ହୋଇଥାଏ ଏବଂ ସ୍ୱପ୍ନରେ କ'ଣ ଦେଖିଲେ ଅଶୁଭ ହୋଇଥାଏ? ସାଙ୍ଗମାନେ, ଏହି ଭିଡ଼ିଓରେ ଚାଲନ୍ତୁ ଜାଣିବା ସେ ବିଷୟରେ। ସ୍ୱପ୍ନଶାସ୍ତ୍ର ବିଷୟରେ ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ନମ୍ବର 1, ଯଦି ଆପଣ ସ୍ୱପ୍ନରେ ପାଗଳକୁ ଦେଖୁଛନ୍ତି, ତାହାର ଅର୍ଥ ହେଉଛି ଶୁଭ କାର୍ଯ୍ୟରେ ଆଗକୁ ବଢ଼ିବା। ନମ୍ବର 2, ଯଦି ଆପଣ ସ୍ୱପ୍ନରେ ଜଳୁଥିବା ମୁର୍ଦ୍ଦାର ଦେଖୁଛନ୍ତି, ତାର ଅର୍ଥ ହେଉଛି ଶୁଭ ସମାଚାର ମିଳିବା। 3, ଯଦି ଆପଣ ସ୍ୱପ୍ନରେ ବରଯାତ୍ରୀ ଦେଖୁଛନ୍ତି, ତେବେ ତାର ଅର୍ଥ ହେଉଛି ଶୁଭ ଖବର ମିଳିବା। 4, ଯଦି ଆପଣ ସ୍ୱପ୍ନରେ କବର ଖୋଲିବା ଦେଖୁଛନ୍ତି, ତାର ଅର୍ଥ ହେଉଛି ଧନର ଆଗମନ ହେବା, ତା ସହିତ ନୂତନ ଘର ନିର୍ମାଣ ହେବା। 5, ଯଦି ଆପଣ ସ୍ୱପ୍ନରେ ଯମରାଜାଙ୍କୁ ଦେଖୁଛନ୍ତି, ତାହାର ଅର୍ଥ ହେଉଛି ରୋଗ ଦୂର ହେବାର ସଂକେତ। 6, ଯଦି ଆପଣ ସ୍ୱପ୍ନରେ କଳା ବିଲେଇକୁ ଦେଖୁଛନ୍ତି, ତେବେ ତାର ଅର୍ଥ ହେଲା ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। 7, ସ୍ୱପ୍ନରେ ରକ୍ତ ଦେଖିଲେ ବୁଝିଯାଆନ୍ତୁ ଯେ ବହୁତ ଜଲ୍ଦି ଆପଣଙ୍କୁ ଧନ ମିଳିବ। 8, ଯଦି ଆପଣ ସ୍ୱପ୍ନରେ ଗଧ ଦେଖୁଛନ୍ତି, ତେବେ ନିଶ୍ଚିତ ଆପଣଙ୍କୁ ଆପଣଙ୍କର ପ୍ରେମ ମିଳିବ। 9, ସ୍ୱପ୍ନରେ ଘରେ ନିଆଁ ଦେଖିଲେ ତାର ଅର୍ଥ ହେଉଛି ସରକାରଙ୍କ ତରଫରୁ ଆପଣଙ୍କୁ ଲାଭ ହେବ। 10, ସ୍ୱପ୍ନରେ ଯଦି ଆପଣ ନିଜେ ଚକୋଲେଟ୍ ଖାଉଥିବାର ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି। 11, ସ୍ୱପ୍ନରେ ଯଦି ଆପଣ ଚୁମ୍ବନ ନେବାର ଦୃଶ୍ୟ ଦେଖୁଛନ୍ତି, ତାହାର ଅର୍ଥ ହେଉଛି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। 12, ଯଦି ସ୍ୱପ୍ନରେ ଆପଣଙ୍କୁ ହାଡ଼ ଫୁଟି ହେବାର ଦେଖୁଛନ୍ତି, ତାହେଲେ ଏହା ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ। 13, ସ୍ୱପ୍ନରେ ଯଦି ଆପଣ ଚୋର ଧରିବାର ଦୃଶ୍ୟ ଦେଖୁଛନ୍ତି, ତାହାର ଅର୍ଥ ଧନ ଆସିବାର ସୂଚନା ହୋଇଥାଏ। 14, ଯଦି ଆପଣ ସ୍ୱପ୍ନରେ ଜଳ ପ୍ରବାହ ଦେଖୁଛନ୍ତି, ତେବେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ। 15, ଯଦି ସ୍ୱପ୍ନରେ ଆପଣ ଖାଲି ଜଞ୍ଜିର ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣଙ୍କ ଉପରେ ବଦନାମ ଲାଗିବାର ଆଶଙ୍କା ରହିଥାଏ। ସତର୍କ ହୋଇଯାଆନ୍ତୁ ଏବଂ ତାହା ସହିତ ସାବଧାନ ରୁହନ୍ତୁ। 16, ଯଦି ଆପଣ ସ୍ୱପ୍ନରେ ପେଚା ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ଦୁଃଖ ଆସିବାର ସଂକେତ ଦେଇଥାଏ। 17, ଯଦି ଆପଣ ସ୍ୱପ୍ନରେ ଡାକ୍ତରଙ୍କୁ ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣଙ୍କୁ ନିରାଶ ମିଳିବ। 18, ଯଦି ଆପଣ ସ୍ୱପ୍ନରେ ଖଣ୍ଡା ଦେଖିଲେ, ତାର ଅର୍ଥ ଶତ୍ରୁ ଉପରେ ବିଜୟ ହାସଲ କରିବା। 19, ଯଦି ଆପଣ ସ୍ୱପ୍ନରେ ପ୍ରଜାପତି ଦେଖୁଛନ୍ତି, ତେବେ ଜଲ୍ଦି ଆପଣଙ୍କର ବିବାହ ହେବ କିମ୍ବା ଆପଣଙ୍କୁ ପ୍ରେମ ମିଳିବ, ସେଥିପାଇଁ ଖୁସି ହୋଇଯାଆନ୍ତୁ। 20, ଯଦି ସ୍ୱପ୍ନରେ କୌଣସି ଜିନିଷର ବିସ୍ଫୋରଣ ଶୁଣୁଛନ୍ତି, ତେବେ ଜୀବନରେ କଷ୍ଟ ବଢ଼ିବାର ଆଶଙ୍କା ରହିଥାଏ, ତେଣୁ ସାବଧାନ ହୋଇଯାଆନ୍ତୁ। ଯଦି ଆପଣ ସ୍ୱପ୍ନରେ ନଦୀ କିମ୍ବା ନାଳରେ ପଡ଼ିଯିବାର ଦେଖୁଛନ୍ତି, ତେବେ ଆପଣଙ୍କ ଜୀବନରେ ଅନେକ ଦୁଃଖ ଆସିବାର ଅଛି। 22, ଯଦି ଆପଣ ସ୍ୱପ୍ନରେ ମାନଚିତ୍ର ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣ ଅସୁବିଧାରୁ ବାହାରିବାର ରାସ୍ତା ପାଇଯିବେ। 23, ଯଦି ଆପଣ ସ୍ୱପ୍ନରେ ନାଗ ସାପକୁ ଗାତ ଭିତରକୁ ପଶୁଥିବାର ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣଙ୍କୁ ଧନ ମିଳିବ। 24, ଯଦି ଆପଣ ସ୍ୱପ୍ନରେ ଅଜା ଆଈଙ୍କୁ ଦେଖୁଛନ୍ତି, ତେବେ ଆପଣଙ୍କର ପାରିବାରିକ ସୁଖ ବଢ଼ିବ। 25, ଯଦି ଆପଣ ସ୍ୱପ୍ନରେ ପରୀ ଦେଖୁଛନ୍ତି, ତେବେ ବହୁତ ଜଲ୍ଦି ଆପଣ ସଫଳତାର ଶୀର୍ଷତାରେ ପହଞ୍ଚିବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। 26, ଆପଣଙ୍କୁ ଯଦି ସ୍ୱପ୍ନରେ ପୁରସ୍କାର ମିଳୁଥିବାର ଦେଖାଯାଏ, ତେବେ ଆପଣଙ୍କର ହାନି ହେବ।
27 ଯଦି ଆପଣ ସ୍ୱପ୍ନରେ ପରିସ୍ରା କରୁଥିବାର ଦେଖୁଛନ୍ତି ତେବେ ଆପଣଙ୍କର ସବୁ ସଙ୍କଟ ଦୂର ହେବା ସହିତ ଧନ ପ୍ରାପ୍ତି ହେବ। 28 ଯଦି ଆପଣ ସ୍ୱପ୍ନରେ ଆମ୍ବ ଖାଉଥିବାର ଦେଖୁଛନ୍ତି ତେବେ ଆପଣଙ୍କୁ ଧନ ଏବଂ ସନ୍ତାନ ସୁଖ ମିଳିବ, ତେଣୁ ଖୁସି ହୋଇଯାଆନ୍ତୁ। 29 ଯଦି ଆପଣ ସ୍ୱପ୍ନରେ ଚିରାଫଟା ଲୁଗା ଦେଖୁଛନ୍ତି ତେବେ ଆପଣଙ୍କର ଧନ ହାନି ହେବା ସହିତ ସମସ୍ତ ଚିନ୍ତା ବଢ଼ିବ, ତେଣୁ ସତର୍କ ହୋଇଯାଆନ୍ତୁ। 30 ଯଦି ଆପଣ ସ୍ୱପ୍ନରେ ନିଜକୁ ଫାଶୀ ଦେବାର ଦେଖୁଛନ୍ତି ତେବେ ଆପଣଙ୍କର ଜୀବନରେ ବହୁ ଶୀଘ୍ର କିଛି ପରିବର୍ତ୍ତନ ହେବାକୁ ଯାଉଛି। 31 ଯଦି ଆପଣ ସ୍ୱପ୍ନରେ ମାଙ୍କଡ଼ ଦେଖୁଛନ୍ତି ତାହେଲେ ଆପଣଙ୍କର ଧନ ବୃଦ୍ଧି ହେବ ଏବଂ ଆପଣଙ୍କୁ ଭଲ ଭୋଜନ ମିଳିବ। 32 ଯଦି ଆପଣ ସ୍ୱପ୍ନରେ ବାଘ ଦେଖୁଛନ୍ତି ତେବେ ଆପଣ ବହୁତ ଜଲ୍ଦି ଶତ୍ରୁ ଉପରେ ବିଜୟ ହାସଲ କରିବେ। 33 ଯଦି ଆପଣ ସ୍ୱପ୍ନରେ ସୁନ୍ଦରୀ ସ୍ତ୍ରୀକୁ ଦେଖୁଛନ୍ତି ତାହେଲେ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ସମାଚାର ମିଳିବ। 34 ଯଦି ଆପଣ ସ୍ୱପ୍ନରେ ବଜାର ଦେଖୁଛନ୍ତି ତେବେ ଆପଣଙ୍କୁ ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ଥାଏ। 35 ଯଦି ଆପଣ ସ୍ୱପ୍ନରେ ବିଛା, ସାପ କିମ୍ବା ଭୟଙ୍କର ଜନ୍ତୁ ଦେଖୁଛନ୍ତି ତେବେ ଆପଣଙ୍କୁ ବହୁତ ଜଲ୍ଦି ଧନ ମିଳିବାର ଅଛି। 36 ଯଦି ଆପଣ ସ୍ୱପ୍ନରେ ଭାଇକୁ ଦେଖୁଛନ୍ତି ତେବେ ଆପଣଙ୍କର ଭାଇର ଆୟୁ ବୃଦ୍ଧି ହେବା ସହିତ ସମସ୍ତ ରୋଗ ଦୂର ହେବ। 37 ସ୍ୱପ୍ନରେ ଯଦି ଆପଣ ଭିକାରୀକୁ ଦେଖୁଛନ୍ତି ତେବେ ଆପଣ କରୁଥିବା ସମସ୍ତ କାର୍ଯ୍ୟ ନିଶ୍ଚୟ ସଫଳ ହୋଇବେ। 38 ଯଦି ଆପଣ ସ୍ୱପ୍ନରେ ଖାଲି ଗଧିଆ ଦେଖୁଛନ୍ତି ତେବେ ଆପଣଙ୍କ ସହିତ କିଛି ଅଶୁଭ ହେବାକୁ ଯାଉଛି, ତେଣୁ ସାବଧାନ ହୋଇଯାଆନ୍ତୁ। 39 ଯଦି ଆପଣ ସ୍ୱପ୍ନରେ ମାଛ ଦେଖୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଆସିବ। 40 ଯଦି ଆପଣ ସ୍ୱପ୍ନରେ ଘର ତିଆରି କରୁଥିବାର ଦେଖୁଛନ୍ତି ତେବେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। 41 ଯଦି ଆପଣ ସ୍ୱପ୍ନରେ କାହାକୁ କାନ୍ଦିବାର ଦେଖୁଛନ୍ତି ତେବେ ଆପଣଙ୍କର ଜୀବନରେ ଖୁସି ବଢ଼ିଯିବ। 42 ଯଦି ଆପଣ ସ୍ୱପ୍ନରେ ମୁର୍ଦ୍ଦାର ଯାଉଥିବାର ଦେଖୁଛନ୍ତି ତେବେ ଆପଣ ବିନା କାମରେ ମାଲାମାଲ ହୋଇଯିବେ। 43 ଯଦି ଆପଣ ସ୍ୱପ୍ନରେ ମୁର୍ଦ୍ଦାରକୁ ବଞ୍ଚିଥିବାର ଦେଖୁଛନ୍ତି ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ। 44 ଯଦି ଆପଣ ସ୍ୱପ୍ନରେ ରାକ୍ଷସକୁ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ବହୁତ ଜଲ୍ଦି ଆପଣଙ୍କ ଜୀବନରେ ସଙ୍କଟ ଆସିବ, ତେଣୁ ସତର୍କ ହୋଇଯାଆନ୍ତୁ। 46 ସ୍ୱପ୍ନରେ ଆପଣ ଲୁହ ଦେଖୁଛନ୍ତି ତେବେ ବହୁତ ପରିଶ୍ରମ କଲା ପରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ। 47 ଯଦି ଆପଣ ସ୍ୱପ୍ନରେ ବିଦାୟ ସମାରୋହରେ ଭାଗ ନେଉଛନ୍ତି ତେବେ ଆପଣଙ୍କୁ ବ୍ୟାପାରରେ ବହୁତ ଭଲ ଲାଭ ମିଳିବ। 48 ଯଦି ଆପଣ ସ୍ୱପ୍ନରେ କାହାର ଶ୍ରାଦ୍ଧ ଦେଖୁଛନ୍ତି ତେବେ ଆପଣଙ୍କର ଭଲ ସମୟ ଆସିବାର ଅଛି। 49 ଯଦି ଆପଣ ସ୍ୱପ୍ନରେ ହୀରା ମିଳୁଥିବାର ଦେଖୁଛନ୍ତି ତାହାର ଅର୍ଥ ହେଉଛି କି ଆପଣଙ୍କର ଧନ ବୃଦ୍ଧି ହେବ, କିନ୍ତୁ ବହୁତ ସଂଘର୍ଷ କଲା ପରେ। 50 ଯଦି ଆପଣ ସ୍ୱପ୍ନରେ କାହାକୁ ଦୁଃଖ, କଷ୍ଟ, ଯନ୍ତ୍ରଣାରେ ପଡ଼ିଥିବାର ଦେଖୁଛନ୍ତି ତାହେଲେ ଆପଣଙ୍କର ବହୁତ ଜଲ୍ଦି ଦୁଃଖର ସମୟ ଚାଲିଯିବ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ଭିଡ଼ିଓକୁ ସାଙ୍ଗମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ଅଧିକରୁ ଅଧିକ ସେୟାର କରନ୍ତୁ। କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।